हाय ସାଙ୍ଗମାନେ, ଜୟ ଜଗନ୍ନାଥ। କେମିତି ଅଛନ୍ତି ଆପଣମାନେ? ଭଲରେ ନିଶ୍ଚୟ ଥିବେ। ଆଜି ଯେଉଁମାନଙ୍କର ଜନ୍ମଦିନ ସେମାନଙ୍କୁ ଗୋଟେ କଥା କହିବି। ଆୟୁଷ ବୟସ ବଢ଼ୁଛି, ଆୟୁଷ ଛିଡ଼ୁଛି, ହେଲେ ମନ ଭିତରେ ସେଲିବ୍ରେସନ୍ ଆଉ କେକ୍ କାଟିବାର ବହୁତ ଇଚ୍ଛା ଉଙ୍କି ମାରୁଛି। ସିଏ ଏମିତି ପ୍ରକାରରେ ସେଲିବ୍ରେସନ୍ କରୁଛି, ସିଏ ଏମିତି ପ୍ରକାରରେ କେକ୍ କାଟୁଛି, ସିଏ ଏମିତି ତା ଜନ୍ମଦିନକୁ ପାଳୁଛି। ମୁଁ ବି ଠିକ୍ ସେମିତି କରିବି। ହେଲେ ଆମେମାନେ ଜାଣିବା ଦରକାର, ବୟସ ସିନା ବଢ଼ୁଛି, ହେଲେ ସମୟ ଆୟୁଷ ଧୀରେ ଧୀରେ କମିଯାଉଛି। ଯେମିତି ଗଛରେ ପତ୍ର କଅଁଳି ପତ୍ର ଝଡ଼ା ଦେଲା ଭଳି, କାହିଁକି ନା ଆମେ ତାକୁ ସ୍ୱୀକାର ତ କରୁଛେ, କିନ୍ତୁ ବାସ୍ତବରେ ସ୍ୱୀକାର କରୁନେ। କାହିଁକି ନା ସ୍ୱୀକାର କରିବାକୁ ହେଲେ ବହୁତ କଷ୍ଟ ଲାଗିବ। ସେଥିପାଇଁ ଆମେ ଇଂରେଜମାନଙ୍କ ପରି କେକ୍ କାଟୁଛେ। କିନ୍ତୁ ଦେଖନ୍ତୁ, କେହି କେହି କାହାକୁ ତ ବାଧ୍ୟ କରିହେବନି, କିନ୍ତୁ କେହି କେହି ଅସହାୟମାନଙ୍କୁ ସାହାଯ୍ୟ କରନ୍ତୁ, ବହୁତ ଖୁସି ଲାଗିବ। ଲାଗିବ ଯେମିତି ମୋ ଆୟୁଷ ଆଉ 5 ବର୍ଷ ବଢ଼ିଗଲା କି କାହାର ଆଶୀର୍ବାଦରେ। ଠିକ୍ କହିଲା ସାଙ୍ଗମାନେ। ଜୟ ଜଗନ୍ନାଥ।